ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ। ଫୁଲ ମେଳଣ ମକର ଚାଉଳ ଅଧିବାସ ମହାପ୍ରଭୁଙ୍କ ନବାଙ୍କ ଫୁଲ ମେଲାଣ। ଏହି ନବାଙ୍କ ଦିନ ଫୁଲ ମେଲାଣ ନିମନ୍ତେ ମାଳିମାନେ ବାଘ ମୁହାଁ ବାନ୍ଧି ମାଳ ଚୂଳ ଜଳ କବରମାନ ଘେନି ଭିତର ସେବକଙ୍କ ପଟୁଆରରେ ଘଣ୍ଟ ଛତା କାହାଳି ଆଦି ସହ ବଡ଼ ଦେଉଳକୁ ବେଢ଼ାଏ ବୁଲି ବେହେରଣଠାରେ ବେଶ ନିମନ୍ତେ ପାଳିଆ ସେବକମାନଙ୍କୁ ଦେଇଥାନ୍ତି। ଉକ୍ତ ମାଳଚୂଳମାନ ସନ୍ଧ୍ୟା ଆଳତି ବେଶରେ ଲାଗି ହୋଇଥାଏ। ନବାଙ୍କ ବେଶ ନିମନ୍ତେ ବଡ଼ଉଡ଼ିଆ ମଠରେ ମହାପ୍ରଭୁଙ୍କ ନିମନ୍ତେ ଗେଣ୍ଡୁ ପୁଷ୍ପ ଅଳଙ୍କାର ପ୍ରସ୍ତୁତ ହେଉଛି। ମାସାନ୍ତ ଦିବସେ ଚୈବ ନବୀନାଙ୍କୋତ୍ସବ ଭବେତ୍ କୃଷ୍ଣସ୍ୟ ସର୍ବଦା କୁର୍ଯ୍ୟାନୁକୁର୍ଯ୍ୟା ସଂକ୍ରମେ ଅହନି। ମକର ସଂକ୍ରାନ୍ତି ପୂର୍ବଦିନ ନବାଙ୍କ ନୀତି ଶ୍ରୀମନ୍ଦିରରେ ପୂର୍ବ ରୀତିମତେ ସମ୍ପୂର୍ଣ୍ଣ ହୋଇଥାଏ। ନବାଙ୍କର ପୂର୍ବଦିନ ଦୁଧ ମେଲାଣ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ଆଳତି ସନ୍ଧ୍ୟା ଧୂପ ବଢ଼ିବା ପରେ ଚନ୍ଦନ ଲାଗି ବଢ଼ା ଆଗରୁ ଭୋଗମଣ୍ଡପ ଘର ଆଗରୁ ଧୋପଖାଳ ହୋଇ ଚାନ୍ଦୁଆ ବଢ଼ା ଯାଇଥାଏ। ଭଦ୍ରାସନ ଉପରେ ମୁରୁଜ ପଡ଼ି 3 ଗୋଟି ବାଉଁଶିଆରେ ଚାଉଳ ପୁରାଇ ରଖାଯାଏ। ତାହାପରେ ସେଥିରେ ଫୁଲଚନ୍ଦନ ଚେମେଡ଼ି ପତନି ଦିଆଯାଇ ଅଧିବାସ କରାଯିବା ପରେ ଦୁଆରମାନ ମୁଦ ଦିଆଯାଏ। ସେହିପରି ନବାଙ୍କ ଦିନ ସନ୍ଧ୍ୟା ଆଳତି ବଢ଼ିଲା ପରେ ଚାଉଳ ମେଲାଣ ନୀତି ଅନୁଷ୍ଠିତ ହୋଇଥାଏ। ଉକ୍ତ ନୀତି ନିମନ୍ତେ ସିଂହଦ୍ୱାର ଚକଡ଼ାରେ ପାହାଡ଼ା ପଡ଼ିବା ପରେ ବେରଭୋଇ ପ୍ରଧାନ ଧାନଘରଠାରୁ ଚାଉଳ ବିଜେ କରିଥାନ୍ତି। ଏଠାରେ ପ୍ରଧାନ ଭୋଇ ବାଘ ମୁହାଁ ବାନ୍ଧି ଘଣ୍ଟ ଛତା କାହାଳି ପଟୁଆରରେ ବଡ଼ଦେଉଳକୁ ବେଢ଼ାଏ ବୁଲି ଚାଉଳ ଭାରମାନଙ୍କୁ ଇନ୍ଦ୍ରାଣୀ ମନ୍ଦିର ବେଢ଼ାରେ ରଖିବାରେ ଚାଉଳ ମେଲାଣ ହୋଇଥାଏ। ମକର ଚାଉଳ ଅଧିବାସ ଶ୍ରୀଜଗନ୍ନାଥ ସଂସ୍କୃତିରେ ଅଧିବାସର ବିଶେଷ ମହତ୍ଵ ରହିଛି। ଦ୍ୱାଦଶ ଯାତ୍ରାରେ ଯେତେବେଳେ ମହାପ୍ରଭୁଙ୍କୁ କୌଣସି ବିଶେଷ ବସ୍ତ୍ର କିମ୍ବା ଅଭିଷେକ ଉଦ୍ଦେଶ୍ୟରେ ଜଳ ଅଥବା ଚନ୍ଦନ ଲାଗି କରାଯାଏ, ତାହାକୁ ଅଭିମନ୍ତ୍ରିତ କରାଯାଇ ସଂସ୍କାର ପୂର୍ବକ ଏହାର ଶୁଦ୍ଧତାକୁ ବହୁଗୁଣିତ କରାଯାଏ। ଏହା କୌଣସି ବିଶେଷ ଉତ୍ସବର ପ୍ରାକ୍ ଆୟୋଜନର ପ୍ରତୀକ ଭାବେ ମହାପ୍ରଭୁଙ୍କୁ ଶ୍ରୀଛାମୁରେ ଜଣାଇ ଦିଆଯାଏ। ଆଜି ସନ୍ଧ୍ୟା ଧୂପ ବଢ଼ିବା ପରେ ଭୋଗମଣ୍ଡପ ଘରେ ଧୋପଖାଳ ହୋଇ 3ଟି ଅଷ୍ଟଦଳ ପଦ୍ମ ଅଙ୍କିତ ହୋଇ ଏହା ଉପରେ ବାଉଁଶ ଚାଙ୍ଗୁଡ଼ାରେ ମକର ଚାଉଳ ରଖାଯାଏ। ପୂଜାପଣ୍ଡା ଚାଉଳକୁ ଅଧିବାସ କରନ୍ତି। ପରେ ଭୋଗମଣ୍ଡପ ଦ୍ୱାରା ମୁଦ ଦିଆଯାଏ। ଆଜି ମକର ଚାଉଳ ଅଧିବାସ ଯୋଗୁଁ ଶୟନ ଠାକୁରଙ୍କ ଡମ୍ବରୁ ବିଜେ ନୀତି ହୁଏ ନାହିଁ। ଜୟ ଶ୍ରୀ ଜଗନ୍ନାଥ।